ଗାଇସ୍, ଆଜିର ଘଟଣା ହେଲା ଆମର ପୁରୀ ଜିଲ୍ଲାର ଗୋଟେ ବେଗୁନିଆପଡ଼ା ଗାଁରେ ସତ ଘଟଣା। ସାଙ୍ଗମାନେ, ଆଜିର ଘଟଣା ହେଲା ଏଇଆକୁ କି ମୋର ଲାଇଫରେ ପ୍ରଥମ ଥର ମୁଁ ଭୂତ ଦେଖିଥିଲି। ତ ମୁଁ କେବେ ବିଶ୍ୱାସ କରିଥିଲିନି କି ମୁଁ ବି ଭୂତ ଦେଖିପାରିବି, ୟା ଭୂତ ଉପରେ ମୋର ଏଇଥିଲାନି କି ଭୂତ ହେଉଛି ଏଇ ଦୁନିଆରେ। ସାଙ୍ଗମାନେ, 2019ର କଥା ଅଛି ଏଇଟା। ଯେତେବେଳେ ମୁଁ ଗାଁକୁ ଯାଇଥିଲି, ମୋ ବାହାଘର ଥିଲା, ବହୁତ ଖୁସିରେ ଯାଇଥିଲି, ଆଉ ମୋ ବାହା ବି ହେଇଗଲି। ତ ତା 10 ଦିନ ପରେ ଓଡ଼ିଶାରେ 26 ତାରିଖରେ ସାଇକ୍ଲୋନ ହେଲା, ଯେଉଁଟା ଫନି। ବହୁତ ଘର ଦୁଆର, ବହୁତ ଗଛ, ବଡ଼ ବଡ଼ ଗଛ, ପୁରୁଣା ଗଛ, ଘର, ଚାଳ ଘର ସବୁ ଡିଷ୍ଟ୍ରୟ କରିଦେଲା। ଆଉ ବହୁତ ଲୋକଙ୍କୁ ପ୍ରୋବ୍ଲେମ୍ ହେଲା। ସେ ଯାଇକି ସ୍କୁଲରେ ଯାଇକି ରହିଲେ, ବହୁତ ଅସୁବିଧା ହେଲା। ତାର 2-3-4 ଦିନ ପରେ ସାଙ୍ଗମାନେ, ଫନି 3-4 ଦିନ ପରେ ମୁଁ ବାଥରୁମକୁ ଗଲି ପାଇଖାନା କରିବାକୁ। ତ ମୁଁ ଦେଖିଲି ଆମର ଯେ ବାଥରୁମ ଥିଲା ସେଟା ଗଛ ପରିକି ଭାଙ୍ଗି ଯାଇଥିଲା। ପୁରାପୁରି ପଟୁ ଏମିତି ଗଛ ପଡ଼ିଛି, ପୁରା ବାଥରୁମରେ ଆଉ କିଛି ନାହିଁ, ଏପଟ ସେପଟ ହେଇଯାଇଛି ସବୁ, ଯେତିକି ଇଏ ଥିଲା ଉପରେ ଏଜବେଷ୍ଟର। ତ ମୁଁ ମୋ ବଡ଼ବାପା ପୁଅ ରାହୁଲକୁ ନେଇକି ଗଲି। ସେ କହିଲା ଚାଲ ବାହାରେ ଯାଇକି ବସିଛି, ଆଉ କ'ଣ କରିବା। ମୁଁ କହିଲି ହଉ ଚାଲ। ବାହାରକୁ ଗଲି ଝାଡ଼ା ବସିବାକୁ। ମୋ ବଡ଼ବାପା ପୁଅ ରାହୁଲ ମୋତେ ନେଇକି ଗଲେ ବାଥରୁମକୁ ବାହାରେ। ତ ଆମେ ଦୁଇ ଜଣ ବାଥରୁମକୁ ଗଲେ, ବାହାରେ ଆରାମସେ ବାଥରୁମ କରିକି ଆମେ ଯାଉଥିଲେ ପୋଖରୀ ପାଖକୁ। ତ ମୁଁ ସିଧା ଦେଖୁଛି, ମୋ ସିଧା ଗୋଟେ ମାଇପିଟା ଆସୁଛି ମୋ ପାଖକୁ। ମୁଁ ଭାବିଲି କିଏ ହେଇଥିବ। ତ ସିଏ ଯେତେବେଳେ ମୋ ପାଖକୁ ଆସିଲା, ମୋତେ ଟିକେ ସିଏ ଦେଖିକି ମୋର ଟିକେ ଗର୍ବ ଲାଗିଲା। ଏମିତି କ'ଣ ଚାଲୁଛି? ମୁଁ ତ ନର୍ମାଲ ଯେତେ ବି ସେଠି ମାଇପି ମାନେ ଚାଲୁଛି, ବହୁତ ଭଲ ଇଏରେ ଚାଲୁଛି, ସିଏ ସେମିତି ନୁହେଁ। ମୋତେ ଟିକେ 19-20 ଲାଗିଲା। ତ ମୁଁ ତାକୁ ଯେତେବେଳେ ଦେଖିଲି, ସିଏ ମୋତେ ଦେଖିଲା, ସେଠି ଛିଡ଼ା ହେଇଗଲା। ଛିଡ଼ା ହେଇକି ମୁଁ ତାକୁ ଯେତେବେଳେ ସେଇ ମୋ ସାମ୍ନା ମୁଁ ଦେଖିଦେଲି ନା, ସିଏ ତ ସେଠି ଛିଡ଼ା ହେଇଗଲା, ମୁଁ ବି ଛିଡ଼ା ହେଇଗଲି। ମୁଁ ତାକୁ ଦେଖିକିନା ମୋ ଦିହ ହାତ ରୁମ ପୁରା ଠିଆ ହେଇଗଲାଣି। ଆଉ ସିଏ ସେଠି ଏମିତି ହଉଥିଲା। ସାଙ୍ଗମାନେ, ମୋତେ ବହୁତ ଡର ଲାଗିଲା। ସେମିତି ହେଲା ଯେମିତି ହୁଁ ହେଲା। ତ ମୁଁ ରାହୁଲକୁ କହିଲି, ରାହୁଲ ଦେଖିଲୁ ସେଠି କିଏ ଅଛି? ରାହୁଲ ବି କହିଲା ହଁ ସେଠି କିଏ ଗୋଟେ ତ ଅଛି। ଟର୍ଚ୍ଚ ମାରିଲୁ। ତ ମୋ ପାଖରେ ତ ଫୋନ୍ ଥିଲା, କିନ୍ତୁ ମୋ ପାଖରେ ଫୋନରେ 6% ଚାର୍ଜ ଥିଲା। ମୁଁ ଫୋନ୍ ନେଇକି ଆସିଥିଲି 6%। ତ ମୁଁ ଯେତେ ଟର୍ଚ୍ଚ ମାରୁଛି, ଦେଖି 5% ଚାର୍ଜ, ଆଉ ଟର୍ଚ୍ଚଟା ଜଳୁନି। 5% ଚାର୍ଜ ହେଲେ ତା ଜଳେନି, ଆଉ ଜଳୁନି। ଠିକ୍ ଅଛି, ଆସିଏ ବାର ସାଙ୍ଗମାନେ, ମୁଁ ଦେଖିଲି, ମୁଁ ଯେତେବେଳେ ଆଉଥରେ ତାକୁ ହନେଇଲି, ଭୂତଟାକୁ, ସିଏ ମୋତେ ଅନେଇକି ପଛୁଆ ଚାଲିବା ଶୁରୁ କଲା। ଯେତେବେଳେ ପଛୁଆ ଚାଲୁ କଲା, ମୋ ହାତ ପାଦ ପୁରା ଥରୁଛି। ମୋ ପାଖରେ ଯିଏ ଥିଲା ରାହୁଲ, ତା ହାତ ପାଦ ବି ଥରୁଛି। ମୁଁ କହିଲି ଭାଇ ଟିକେ ପଛୁଆ ଚାଲ। ଯେତେବେଳେ ଆମେ ପଛୁଆ ଯିବି, ମୋ ଆଖି ପତା ଟିକେ ତଳକୁ ହେଇକି ଟିକେ ଉପରକୁ ଉଠିଲା, ପତାଟା ସେ ଗାୟବ ହେଇଗଲା। ମୁଁ ଆଉ ରାହୁଲ ଦୌଡ଼ିକି ଆମେ ମେନ୍ ରାସ୍ତାକୁ ଗଲାରି। ମେନ୍ ରାସ୍ତାଠୁ ଆମେ ଘରକୁ ଗଲାରି। ସାଙ୍ଗମାନେ, କେମିତି ଲାଗିଲା ମୋ ରିଅଲ ଘଟଣା? ମୁଁ ଏବେ ବି ଜାଣିପାରିନି ସେ କିଏ ଥିଲା, କିନ୍ତୁ ସେ ଭୂତ ଥିଲା, ମୁଁ ଏତିକି ସିଓର ଜାଣିଛି। ଆଉ ସିଏ କେମିତି ସେଠି ଆସିଲା,
ମାନେ ସେ କ'ଣ ମରିଯାଇଛି, ଆକ୍ସିଡେଣ୍ଟ ହେଇଯାଇଛି ଆଜି ଏତେ ମୁଁ ଜାଣିନି। ମୁଁ ବହୁତ ଲୋକକୁ ବି ପଚାରିଲି, କିନ୍ତୁ କହୁଛି ସେ ଜାଗା ରାତିରେ ଗଲେ କିଛି ନା କିଛି ସେଠି ଅଛି। ଏକରେ ଫନି ହେଇଛି, ଫନି ଟାଇମ୍ରେ ଯେତେ ବି ଗଛ ଥିଲା ବଡ଼ ବଡ଼ ଗଛ ଭାଙ୍ଗି ଯାଇଛି, ସେଠି ବି ଭୂତ ଆସିପାରେ। କିନ୍ତୁ ଫନି ଟାଇମ୍ରେ ଭୂତ ବାହାରିଥିଲା। ସାଙ୍ଗମାନେ ଆପଣମାନେ ବି ଟାଇମ୍ରେ ବି ଫନି ଟାଇମ୍ରେ ଭୂତ ବାହାରିଥିବ ତ ଆପଣମାନେ କମେଣ୍ଟରେ ପ୍ଲିଜ୍ କହିପାରିବ, କମେଣ୍ଟ କରିଦିଅ। ଆଉ ଭଲ ଲାଗିଲେ ଲାଇକ୍ କରିଦେବ।